नमस्कार बंधु माने आपण मानक स्वागत आपणकर एही चैनल ओडिया शास्त्र को। बंधु माने जदि आपण सिंह राशि व्यक्ति विशेष अटंती ताहेले आजिर एही वीडियो रे आपण जानिबा पई पाइबे जे आगो को आसुथुबा 20, 21 एवं 22 मे अर्थात बुधवार, गुरुवार एवं शुक्रवार एही 3 दिन किपरि आपणक पई कटिबो। एही 3 दिन रे केउ दिन आपण सतर्क रहिबे, केउ 2 दिन आपणक पई भलो रहिबो। ଏହା ସହିତ ଏହି 3 ଦିନରେ କେଉଁ ଦିନ ଆପଣ ସବୁଠାରୁ ଭଲ ରହିବ ଏବଂ କେଉଁ ଦିନଟି ଅଳ୍ପ କଷ୍ଟଦାୟକ ରହିବ, କେଉଁ ଲୋକଙ୍କ ଠାରୁ ଦୂରେଇ ରହିବା ଆବଶ୍ୟକ ଏବଂ ହଠାତ୍ କେଉଁ ଖୁସି ଆପଣଙ୍କ ଜୀବନରେ ଆସିପାରେ, ସବୁକିଛି ଏହି ଭିଡ଼ିଓ ମାଧ୍ୟମରେ ଜାଣିବେ। ଏହା ସହିତ ଏପରି 2ଟି ସତ୍ୟ କଥା ଏହି ଭିଡ଼ିଓରେ ଜାଣିବେ ଯାହାକି ଆପଣଙ୍କର ଭାଗ୍ୟକୁ ବଦଳାଇ ଦେବ। ଏହା ସହିତ ଆପଣ ଜାଣନ୍ତୁ ଯେ କାହିଁକି ଆପଣ ପୂର୍ବରୁ କଷ୍ଟ ପାଉଥିଲେ, କେଉଁ ଗୁଣ ଗୁଡ଼ିକ ଆପଣଙ୍କୁ ପୂର୍ବରୁ କଷ୍ଟ ଦେଉଥିଲା। ତେବେ ସିଂହ ରାଶିର ଅନେକ ଲୋକ ଆଗରୁ ନିଜ ଜୀବନରେ ବହୁତ କିଛି ସହିଛନ୍ତି, ବାହାରୁ ହସୁଥିଲେ ମଧ୍ୟ ନିଜ ମନରେ ଅନେକ କଷ୍ଟ ଲୁଚାଇ ରଖିଛନ୍ତି। କ'ଣ ମୁଁ ସତ କହିଲି କି ମିଛ, ତାହା ଯଦି ଆପଣ ସିଂହ ରାଶିର ବ୍ୟକ୍ତିବିଶେଷ ଅଟନ୍ତି ନିଶ୍ଚୟ କମେଣ୍ଟ କରି ଜଣାଇବେ। ତେବେ ଆପଣମାନଙ୍କର ସବୁଠାରୁ ବଡ଼ ଦୁଃଖ ଆପଣ ଯାହା ପାଇଥିଲେ ତାହା ନିଜ ଲୋକମାନଙ୍କ ଠାରୁ ପାଇଥିଲେ। ଯେଉଁମାନେ ଆପଣ ନିଜର ବୋଲି ଆପଣ ଯେଉଁମାନଙ୍କୁ ଭାବୁଥିଲେ ସେମାନେ ହିଁ ଆପଣଙ୍କର ବିଶ୍ୱାସ ଭାଙ୍ଗି ଦେଇଥିଲେ। ଆପଣ ସବୁବେଳେ ସମ୍ପର୍କକୁ ମହତ୍ତ୍ୱ ଦେଇଥିଲେ କିନ୍ତୁ ବଦଳରେ ଅବହେଳା ପାଇଥିଲେ। କେତେବେଳେ ଆପଣ ଅନ୍ୟମାନଙ୍କ ପାଇଁ ଭଲ କରିଥିଲେ କିନ୍ତୁ ସେହି ଲୋକମାନେ ଆପଣଙ୍କୁ ବୁଝିପାରିନଥିଲେ। କାହାକୁ ମନରୁ ଭଲ ପାଉଥିଲେ କିନ୍ତୁ ସେଠାରେ ଆପଣ ଧୋକା କିମ୍ବା ଦୂରତା ଆପଣଙ୍କର ଦେଖିବାକୁ ପାଇଥିଲେ। ଏହି କଥା ଆପଣଙ୍କ ହୃଦୟକୁ ଭିତରୁ ଭାଙ୍ଗି ଦେଇଥିଲା। ଆଜି ମଧ୍ୟ ଏହି ପୁରୁଣା କଥା ମନେ ପଡ଼ିଲେ ଆପଣ ଚୁପ୍ ହୋଇଯାଉଛନ୍ତି। ହେଲେ କେତେବେଳେ ଆପଣଙ୍କ ପରିଶ୍ରମର ଫଳ ଅନ୍ୟମାନେ ନେଇଯାଉଥିଲେ, ଆଉ ଯେତେବେଳେ ଚେଷ୍ଟା କରିଥିଲେ ସେତେବେଳେ ସଫଳତା ମିଳିପାରୁ କିନ୍ତୁ ନଥିଲା। ଏଥିପାଇଁ ମନରେ ନିରାଶା ମଧ୍ୟ ଖେଳି ଯାଇଥିଲା। ଘରେ କେହି ଆପଣଙ୍କ କଥାକୁ ବୁଝିପାରୁନଥିଲେ। ଆପଣ ଭଲ ଚାହୁଁଥିଲେ ମଧ୍ୟ ଅନେକ ଥର ଦୋଷୀ ହୋଇଯାଉଥିଲେ। କିନ୍ତୁ ମନେ ରଖନ୍ତୁ, ଏହି ସବୁ ଦୁଃଖ ଆପଣଙ୍କୁ ଭିତରୁ ଶକ୍ତିଶାଳୀ ମଧ୍ୟ କରିଦେଉଛି। ଏବେ ସମୟ ଧୀରେ ଧୀରେ ବଦଳୁଛି। ଯେଉଁ ଲୋକମାନେ ଆପଣଙ୍କର ମୂଲ୍ୟ ବୁଝିପାରୁନଥିଲେ ସେମାନେ ଆଗକୁ ଆପଣଙ୍କର ମହତ୍ତ୍ୱ ବୁଝିବେ। ଯାହା ମୁଁ କହିଲି, ଯଦି ଆପଣଙ୍କର ଜୀବନ ଉପରେ ତାହା ବସୁଛି ବା ପୂର୍ବରୁ ଆପଣଙ୍କ ସହିତ ଏମିତି କିଛି ଘଟିଥିଲା ତାହେଲେ ଆପଣ ଆମକୁ କମେଣ୍ଟରେ ହଁ ବୋଲି ଲେଖିକରି ଅବଶ୍ୟ ଜଣାନ୍ତୁ। ତ ବନ୍ଧୁମାନେ, ଏପରି 2ଟି ସତ୍ୟ କଥା ଜାଣନ୍ତୁ ଯାହା ଆପଣଙ୍କର ଜୀବନକୁ ସମ୍ପୂର୍ଣ୍ଣ ରୂପରେ ବଦଳାଇ ଦେବ। ତେବେ ବନ୍ଧୁମାନେ, ପ୍ରଥମ ସତ୍ୟ କଥାଟି ହେଉଛି କିଏ ସତରେ ଆପଣଙ୍କର ନିଜର ଲୋକ ତାହା ଆପଣ ବୁଝନ୍ତୁ। ଆପଣ ଯେଉଁମାନଙ୍କୁ ଆଖି ବନ୍ଦ କରି ଭରସା କରୁଥିଲେ ସେମାନଙ୍କ ମଧ୍ୟରୁ କେହି ଆପଣଙ୍କ ପଛରେ ଭିନ୍ନ କଥା କହୁଥିବାର ଏପରି କିଛି ସତ୍ୟ ଆପଣ ଜାଣିପାରନ୍ତି। ଆଗରୁ ଯେଉଁ କଥାକୁ ଆପଣ ଅଣଦେଖା କରୁଥିଲେ ଏବେ ସେହି କଥା ସ୍ପଷ୍ଟ ହେବ। ଆପଣ ବୁଝିପାରିବେ ଯେ ସମସ୍ତେ ହସିକି କଥା କହୁଥିବା ଲୋକ ନିଜର ନୁହନ୍ତି। କେହି କେବଳ ସ୍ୱାର୍ଥ ପାଇଁ ଆପଣଙ୍କ ସହ ରହୁଥିଲେ, ଏହା ମଧ୍ୟ ଆପଣ ଜାଣିପାରନ୍ତି। ଏହି ସତ୍ୟ ଜାଣି ଆପଣଙ୍କ ମନ ଦୁଃଖ ତ ହେବ କିନ୍ତୁ ଏହା ଆପଣଙ୍କୁ ଆଗକୁ ସାବଧାନ କରାଇଦେବ। ଦ୍ୱିତୀୟ ସର୍ତ୍ତଟି ହେଉଛି ଆପଣଙ୍କ ଭିତରେ ଥିବା ଶକ୍ତି। ଆପଣ ଏପର୍ଯ୍ୟନ୍ତ ନିଜକୁ ଦୁର୍ବଳ ବୋଲି ବହୁତ ଭାବି ଆସୁଥିଲେ, କିନ୍ତୁ ଏହି ଦିନ ଗୁଡ଼ିକ ଆପଣଙ୍କ ଜୀବନରେ ବହୁତ କିଛି ଭ୍ୟାଲ୍ୟୁ ଆଡ଼୍ କରିଦେବ, ଯାହାଦ୍ୱାରା ଆପଣ ଜାଣିପାରିବେ ଯେ ଆପଣ ଭିତରୁ କେତେ ଶକ୍ତିକୁ ଲୁଚାଇ ରଖିଛନ୍ତି। ଯେତେ ଦୁଃଖ ଆସୁନା କାହିଁକି ଆପଣ ଭାଙ୍ଗି ପଡ଼ିବେ ନାହିଁ। ଏହି କଥା ଆପଣଙ୍କୁ ଭିତରୁ ଆହୁରି ଶକ୍ତିଶାଳୀ କରିଦେବ। ଆପଣ ବୁଝିପାରିବେ ଯେ ମୋତେ ଅଟକାଇବାକୁ ଚେଷ୍ଟା ହୋଇଥିଲା କିନ୍ତୁ ମୋର ଭାଗ୍ୟକୁ କେହି ଅଟକାଇ ପାରିଲେ ନାହିଁ। ଏହି ଦ୍ୱିତୀୟ ସତ୍ୟ ଆପଣଙ୍କର ଜୀବନରେ ନୂଆ ଆତ୍ମବିଶ୍ୱାସ ମଧ୍ୟ ଆଣିଦେବ। ତେବେ ବନ୍ଧୁମାନେ, ଯେଉଁ କଥା ଗୁଡ଼ିକ ମୁଁ ଆପଣଙ୍କୁ କହିଲି ଯଦି ତାହା ଆପଣଙ୍କର ଜୀବନଶୈଳୀ ସହିତ ମ୍ୟାଚ୍ ହେଉଛି ବା ଆପଣଙ୍କର ଜୀବନଶୈଳୀରେ ବସୁଛି ତାହେଲେ ଆପଣ ଆମକୁ କମେଣ୍ଟରେ ହଁ ବୋଲି ଲେଖିକରି ନିଶ୍ଚୟ ଜଣାନ୍ତୁ। ତ ଏବେ ଚାଲନ୍ତୁ ଜାଣିବା 20 ମେ ବୁଧବାର ଦିନଟି ଆପଣଙ୍କ ପାଇଁ କିପରି ରହିବ। ସିଂହ ରାଶିର ଲୋକମାନଙ୍କ ପାଇଁ ବୁଧବାର ଦିନଟି ମଧ୍ୟ ବା 20 ମେ ଦିନଟି ମଧ୍ୟ ମଧ୍ୟମ ଧରଣର ରହିବ। ଦିନର ଆରମ୍ଭ ଅଳ୍ପ ଚିନ୍ତାରେ ହୋଇପାରେ। କାମରେ ମନ ଲାଗିବାକୁ ଆପଣଙ୍କର ସମୟ ଲାଗିପାରେ। ଯେଉଁମାନେ ଚାକିରି କରୁଛନ୍ତି ସେମାନଙ୍କ ପାଇଁ ଅଫିସରେ କାହା ସହ ଛୋଟ ମତଭେଦ ହୋଇପାରେ। ଆପଣ ଯାହା ଠିକ୍ କହିବେ ତାହା ଅନ୍ୟମାନେ ଭୁଲ ବୁଝିପାରନ୍ତି। ସେଥିପାଇଁ ଏହି ଦିନ କମ୍ କଥା କହିବା ଭଲ। ବ୍ୟବସାୟ କରୁଥିବା ଲୋକମାନଙ୍କ ପାଇଁ ଏହି ଦିନଟି ଅଳ୍ପ ଧୀର ରହିପାରେ। ଅଟକିଥିବା ଟଙ୍କା ଆପଣ ତାହାକୁ ନେଇକରି ଚିନ୍ତାରେ ପଡ଼ିପାରନ୍ତି।
ପରିବାରର ମାଆଙ୍କର ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ଆପଣଙ୍କର କିଛି ଆସିପାରେ, କିନ୍ତୁ ରାତି ସମୟରେ ଗୋଟିଏ ଭଲ ଖବର ଆପଣଙ୍କ ମନକୁ ଖୁସି କରିଦେବ। ହେଲେ ଆପଣ ଏହି ଦିନ ଟଙ୍କା ଧାର ଦେବାଠାରୁ ଦୂରେଇ ରୁହନ୍ତୁ, ସାବଧାନ ରୁହନ୍ତୁ। କାହା ସହ ବିବାଦ କରନ୍ତୁ ନାହିଁ। ଏହି ଦିନ ମନରେ କଥା ସମସ୍ତଙ୍କୁ କୁହନ୍ତୁ ନାହିଁ। ଏହିସବୁ କଥାଗୁଡ଼ିକ ସାବଧାନ ସହିତ ଆପଣ ପାଳନ କରନ୍ତୁ। ଯେଉଁ ଲୋକମାନେ ଆପଣଙ୍କ ସମ୍ମାନରେ ଭଲ କଥା କହିବେ କିନ୍ତୁ ପଛରେ ଆଲୋଚନା କରିବେ, ଏହିଭଳି ଲୋକମାନଙ୍କୁ ଭରସା କରନ୍ତୁ ନାହିଁ। ଏମାନଙ୍କଠାରୁ ଯଥାସମ୍ଭବ ଦୂରେଇ ରୁହନ୍ତୁ। ବୁଧବାର ସକାଳେ ପ୍ରଭୁ ଶ୍ରୀ ଗଣେଶ ଭଗବାନଙ୍କୁ ଦୁବ ଅର୍ପଣ କରନ୍ତୁ। ଓଁ ଗଂ ଗଣପତୟେ ନମଃ ଏହି ମନ୍ତ୍ରର ଜପ 21 ଥର କରନ୍ତୁ। ଏହା କଲେ ବାଧା କମିବ ଏବଂ ମନରେ ଶାନ୍ତି ଆସିବ। ଏହି 3 ଦିନ ମଧ୍ୟରୁ 21 ମେ ଗୁରୁବାର ଦିନଟି ସିଂହ ରାଶି ପାଇଁ ସବୁଠାରୁ ଭଲ ଦିନ ରହିବ। ସକାଳୁ ମନରେ ଏକ ଅଲଗା ଆତ୍ମବିଶ୍ୱାସ ଆସିବ। ଆପଣ ଯେଉଁ କାମକୁ ନେଇ ଚିନ୍ତା କରୁଥିଲେ ସେହି କାମରେ ସଫଳତା ଆପଣଙ୍କୁ ମିଳିପାରେ। ଅନେକ ଦିନ ଧରି ଅଟକିଥିବା କାମ ଆଗକୁ ଆପଣଙ୍କର ବଢ଼ିବ। ଯେଉଁମାନେ ନୂଆ ଚାକିରି ଖୋଜୁଛନ୍ତି ସେମାନଙ୍କୁ ଭଲ ଖବର ମିଳିପାରେ। ପ୍ରେମ ସମ୍ପର୍କରେ ମଧ୍ୟ ଏହି ଦିନଟି ବହୁତ ଖୁସି ଭରି ରହିବ। ପୁରୁଣା ଭୁଲ ବୁଝାମଣା ଗୁଡ଼ିକ ଦୂର ହେବ। ଅଟକିଥିବା ଟଙ୍କା ଆପଣ ଫେରି ପାଇପାରନ୍ତି। କାହାଠାରୁ ଭଲ ସହଯୋଗ ଆପଣଙ୍କୁ ଏହି ଦିନ ମିଳିପାରେ। ଦୂରରୁ ଶୁଭ ଖବର ଆସିପାରେ ମଧ୍ୟ। ପରିବାରରେ ଖୁସିର ପରିବେଶ ରହିବ। ଏହି ଦିନ ଆପଣଙ୍କ କଥାରେ ଲୋକମାନେ ପ୍ରଭାବିତ ହେବେ। ସମାଜରେ ମାନ ସମ୍ମାନ ବଢ଼ିବ। ହେଲେ ନୂଆ କାମ ଏହି ଦିନ ଆପଣ ଆରମ୍ଭ କରନ୍ତୁ, ଯାହା କରିବା ଆପଣଙ୍କ ପାଇଁ ଭଲ ରହିବ। ଇଣ୍ଟରଭ୍ୟୁ ମଧ୍ୟ ଯଦି ଦେବାକୁ ଚାହୁଁଛନ୍ତି ଏହି ଦିନ ଦିଅନ୍ତୁ, ଆପଣଙ୍କ ପାଇଁ ଭଲ ରହିବ। ବ୍ୟବସାୟରେ କିଛି ନୂଆ ଯୋଜନା ଯଦି ପୂର୍ବରୁ ଭାବିକି ରଖିଛନ୍ତି ତେବେ ଏହି ଦିନ ଆପଣ କରନ୍ତୁ। ପରିବାର ସହିତ କିଛି ଭଲ ସମୟ କାଟନ୍ତୁ, ଯାହାକି ଆପଣଙ୍କ ପାଇଁ ଭଲ ରହିବ। ଗୁରୁବାର ଦିନ ଭଗବାନ ଶ୍ରୀହରି ବିଷ୍ଣୁଙ୍କୁ ହଳଦୀ ଓ ଚଣା ଡାଲି ଅର୍ପଣ କରନ୍ତୁ। ହଳଦିଆ ବସ୍ତ୍ର ପିନ୍ଧିବା ଆପଣଙ୍କ ପାଇଁ ଏହି ଦିନ ଶୁଭ ରହିବ। କିନ୍ତୁ 22 ମେ ଶୁକ୍ରବାର ଦିନଟି ସିଂହ ରାଶିମାନଙ୍କ ପାଇଁ ଅଳ୍ପ ସାବଧାନତାର ଦିନ ରହୁଛି। ଏହି ଦିନ ଭାବନାରେ ବହିଗଲେ ଆପଣ କ୍ଷତି ସହିବେ। କାହାଠାରୁ ମିଛ କଥା ଶୁଣିକରି ଆପଣ ଭୁଲ ନିଷ୍ପତ୍ତି ନେଇପାରନ୍ତି, ତେଣୁ ଭୁଲ ନିଷ୍ପତ୍ତି ନେବାଠାରୁ ବଞ୍ଚନ୍ତୁ। କାହାର ମିଠା କଥାରେ ପଡ଼ି ଭୁଲ ନିଷ୍ପତ୍ତି ମଧ୍ୟ ନେଇପାରନ୍ତି। ଚାକିରିରେ ବସ୍ କିମ୍ବା ସିନିୟରମାନଙ୍କ ସହ ଛୋଟ ଭୁଲ ବୁଝାମଣା ହୋଇପାରେ। ବ୍ୟବସାୟରେ ମଧ୍ୟ ଲାଭ ଅପେକ୍ଷା ଖର୍ଚ୍ଚ ବଢ଼ିପାରେ। ଏହି ଦିନ ଆପଣ ଟିକେ ଟଙ୍କା ପଇସା କ୍ଷେତ୍ରରେ ସତର୍କ ରୁହନ୍ତୁ। ପ୍ରେମ ସମ୍ପର୍କରେ ଟିକେ ସତର୍କ ରୁହନ୍ତୁ। ମାନସିକ ଚିନ୍ତା ଆପଣଙ୍କର ବଢ଼ିବ ଏବଂ ଅନାବଶ୍ୟକ ଖର୍ଚ୍ଚ ମଧ୍ୟ ଆପଣଙ୍କର ବଢ଼ିବ। ଅଧିକ ରାଗି ଏବଂ ସ୍ୱାର୍ଥପର ଲୋକଙ୍କ ସହ ଟିକେ ଦୂରତା ରଖନ୍ତୁ। ଏମିତି ଲୋକମାନେ ଆପଣଙ୍କର ଶାନ୍ତିକୁ ନଷ୍ଟ କରିପାରନ୍ତି। ଆପଣ ଦେଖିବେ ଏହି ଦିନ ଆପଣଙ୍କର ଟିକେ ମୁଣ୍ଡ ବ୍ୟଥା, ଦୁର୍ବଳତା କିମ୍ବା ଅଧିକ ଚିନ୍ତା ହୋଇପାରେ। ଅଧିକ ରାତି ପର୍ଯ୍ୟନ୍ତ ଆପଣ ଚାହାନ୍ତୁ ନାହିଁ। ଏହି ଦିନ ଶୁକ୍ରବାର ଦିନ ମା ଲକ୍ଷ୍ମୀଙ୍କ ଆଗରେ ଘିଅର ଦୀପ ଜାଳନ୍ତୁ ଏବଂ ମା ଲକ୍ଷ୍ମୀଙ୍କୁ ଧଳା ମିଠା ଦାନ କରନ୍ତୁ। ଏହା କଲେ ନକାରାତ୍ମକ ଶକ୍ତି କମ୍ ହେବ ଏବଂ ଘରେ ଶାନ୍ତି ରହିବ। ତେବେ ବନ୍ଧୁମାନେ, ଏହି 3 ଦିନରେ ଆପଣ ନିଜର ରାଗ ଉପରେ କଣ୍ଟ୍ରୋଲ ରଖନ୍ତୁ। କାହାକୁ ଅଧିକ ଭରସା କରନ୍ତୁ ନାହିଁ। ଭଗବାନଙ୍କ ଉପରେ ବିଶ୍ୱାସ ରଖନ୍ତୁ। ଆପଣଙ୍କ ଜୀବନରେ ଭଲ ପରିବର୍ତ୍ତନ ଆସିବ। ବନ୍ଧୁମାନେ, ଏହା ଥିଲା ସିଂହ ରାଶି ପାଇଁ 20 ତାରିଖ, 21 ତାରିଖ ଏବଂ 22 ତାରିଖ ଏହି ମଇ ମାସର ଏହି 3 ଦିନ କିପରି ରହିବ ତାହା ସମ୍ପର୍କରେ। ଯଦି ଆପଣଙ୍କର ସିଂହ ରାଶି ଅଟେ ତାହେଲେ ଆପଣ କମେଣ୍ଟ ବକ୍ସରେ ଜୟ ସୂର୍ଯ୍ୟଦେବ ନିଶ୍ଚୟ ଲେଖନ୍ତୁ ଏବଂ ଆମେ ଯେଉଁ କଥା ଗୁଡ଼ିକ କହିଛୁ ତାହା ଆପଣଙ୍କର ଜୀବନଶୈଳୀରେ ବସୁଛି କି ନାହିଁ, ତାହେଲେ ଯଦି ବସୁଛି ତାହେଲେ ହଁ ବୋଲି ଲେଖିକରି ଆମକୁ ଅବଶ୍ୟ ଜଣାନ୍ତୁ। ଏହା ସହିତ ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ କରନ୍ତୁ ଏବଂ ଭିଡ଼ିଓଟିକୁ ସେୟାର କରନ୍ତୁ। ଏହା ସହିତ କମେଣ୍ଟ ବକ୍ସରେ ଜୟ ସୂର୍ଯ୍ୟଦେବ ନିଶ୍ଚୟ ଲେଖନ୍ତୁ। ଚ୍ୟାନେଲଟିକୁ ଏପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନଥିଲେ ସବସ୍କ୍ରାଇବ୍ କରି ପାଖରେ ଆସୁଥିବା ବେଲ୍ ଆଇକନ୍ଟିକୁ ପ୍ରେସ୍ କରିଦିଅନ୍ତୁ, ଯାହାଫଳରେ ଆମେ ଯେଉଁ ଭିଡ଼ିଓ ଅପଲୋଡ଼ କରିବୁ ତାହା ଆପଣଙ୍କ ପାଖରେ ସର୍ବପ୍ରଥମେ ପହଞ୍ଚିପାରିବ। ଧନ୍ୟବାଦ।